ପିଲାମାନେ ଆଜି ଆମେ ପରସେଣ୍ଟେଜର ଗୋଟେ କ୍ୱେଶ୍ଚନ୍ କରିବା। କ୍ୱେଶ୍ଚନ୍ଟି ଦେଖନ୍ତୁ କ'ଣ ଲେଖା ହେଇଛି। A income is 25% more than income of B. Income of B is how much percentage less than income of A? ମାନେ କୁହାଯାଇଛି A income ଯଦି B income ର 25% ଅଧିକ ତାହେଲେ B income is how much percentage ମାନେ କେତେ percentage A income ଠାରୁ କମ। ଏଇଭଳି ପ୍ରଶ୍ନ ଥିଲେ ଆପଣମାନେ ବର୍ତ୍ତମାନ 25% କୁ ଫ୍ରାକ୍ସନରେ ବଦଳେଇ ଦେଲେ ହେବ 1/4%। 1/4 ଯେ ଏଇଠି କୁହାଯାଇଛି 25% ମୋର, ଅର୍ଥାତ୍ A ଇନକମ୍ ହେଉଛି B% ରୁ 25% ମୋର ଥିଲେ ଏଇଠି ଉପରେ ପ୍ଲସ୍ ଆସିବ। ଏଇ ପ୍ଲସ୍ଟିକୁ ମାଇନସ୍ରେ ବଦଳେଇ ଦେଲେ -1 ହେବ। ଏଇ 1 କି 1 ହିଁ ରହିବ। ଏଠି ଯଦି 2 ଥିବ ତାହେଲେ ଏଠି ବି 2 ରହିବ। ଏଠି ପ୍ଲସ୍ ଅଛି, ଏଠି ମାଇନସ୍ ହେବ। ଏଠି ମାଇନସ୍ ଥିଲେ ଏଠି ପ୍ଲସ୍ ହେବ। ବୁଝିହେଲା ତ? ତାପରେ ଏଇଟା ସମ୍ ହେଇଯିବ। ସମ୍ ହେଇଯିବ ଅର୍ଥ ଯୋଗ ହେଇଯିବ। ଯୋଗ ହେଇଗଲେ ହେଇଯିବ 1 ଆଉ 4 ମିଶିଲେ କେତେ? 5, ଅର୍ଥାତ୍ 1/5% ଅର୍ଥାତ୍ 20% ଲେସ୍। ଏଇଭଳି ଭାବରେ ସର୍ଟକଟ୍ ଟ୍ରିକ୍ରେ ଆପଣ ପରସେଣ୍ଟେଜକୁ କରିପାରିବେ ଏବଂ ପରୀକ୍ଷାରେ ଭଲ ନମ୍ବର ଆଣିପାରିବେ।